କଣ୍ଢେଇ ତୁ କୋଉଥିରେ ଆସିଲୁ? ବସ୍ ରେ। ତୁ କାଇଁ ମତେ ଆଡ଼େ ପାଇଁ ବସ୍ ଷ୍ଟାଣ୍ଡ ଗଲି? ମୁଁ ତ ଜମା କଥା ହେବି। ଆଲୋ ଯାଇଥିଲି ବସ୍ ଷ୍ଟାଣ୍ଡ ଯାଇ ତୋତେ ଅପେକ୍ଷା କରିଥିଲି। ଠିକ୍ ଭାଇ ଏଇ ସମୟରେ ଖବର କାଗଜ ଉପରେ ମୋ ନଜର ପଡ଼ିଗଲା। ଦେଖିଲି ସେଥିରେ ତୋ ଫଟୋ ବାହାରିଛି। ଆଉ ମୁଁ ଯେମିତି ଜାଣି ତୁ ମିସ୍ ଓଡ଼ିଶା ଆଇଛୁ। ଆଉ କ'ଣ ମୋ ପାଦ ତଳେ ଲାଗେ? ଏକାଠିଆ ମାଇଲି ଭାଟିକି ଆଉ ଭାଟିରେ ପେଟେ ମଦ ପିଇ ଶୋଇଗଲି। ଏଇଲା ପା ନିଦ ଭାଙ୍ଗିଲାଠୁ ଉଠିକି ଆଉଛି। ହେଲେ ତୁ କେତେବେଳେ ଆଇଲୁ? ମୁଁ ଯେତେବେଳେ ଆସେ ତୋର କ'ଣ ଯାଏସ ଅଛି? ତୁ ତ ମୋ ଅପେକ୍ଷା ବେଶୀ ମଦକୁ ଭଲ ପାଉଛୁ। ହେଲେ ମୁଁ ସତ କହୁଛି ଭାଇ, ତୁ ଯଦି ମଦ ନ ଛାଡ଼ିବୁ ତାହେଲେ ମୁଁ ତତେ ଛାଡ଼ି କୋଉଦିନ ପଳେଇଯିବି। ହ୍ୟାଲୋ ସେ ଧମକି କାହାକୁ ଦେଖାଉଛୁ? ଆଲୋ ଆଜି ନହେଲେ କାଲି ତୁ ମତେ ଛାଡ଼ି ତୁ ତୋ ଶାଶୁ ଘରକୁ ଯିବୁ। ତୁ କ'ଣ ସବୁଦିନ ମୋ ପାଖରେ ଥିବୁ? ହେଲେ ଏ ମୌଲି ଇଏ ସବୁଦିନ ମୋ ପାଖରେ ଥିବ। ଏମିତି କଥା ତୁ କହିପାରୁଛୁ କେମିତି? ତତେ ଛାଡ଼ି କୋଉଦିନ ଶାଶୁ ଘରକୁ ଯିବି ବୋଲି ତୁ ମୋ ଜାଗାରେ ଆଣି ମଦକୁ ବସେଇଦେଲୁ। ମଦ ତୋ ପାଖରେ ଏତେ ବଡ଼ ହେଇଗଲା। ତାହେଲେ ଠିକ୍ ଅଛି, ମଦକୁ ନିଜ ଭଉଣୀ କର। ତା କହିବ ସେ ତୋ ହାତରେ ରାକ୍ଷୀ ବାନ୍ଧିବ। ସବୁଦିନ ପାଇଁ ମୁଁ ଏଇ ଘର ଛାଡ଼ି ଚାଲି ଯାଉଛି। ମୁଁ ତତେ ରାଗିବା ପାଇଁ କହୁଥିଲା ତତେ ଛାଡ଼ିକି ମୁଁ ବଞ୍ଚି ପାରିବି? ଆଲୋ ଯେତେ ଯାହାହେଲେ ତୁ ପୁରା ମୋ ଜୀବନ। କଣ୍ଢେଇ ଆଗକୁ ଯାଆନା, ତାହେଲେ ଠୁକୁଲୁ ପକେଇ ଦେବି। ଠୁକୁଲୁ ଆଲୋ ମୋର କଣ୍ଢେଇ, ଆଲୋ ମୋର କଣ୍ଢେଇ, ଆଲୋ ମୋର କଣ୍ଢେଇ, ଆଲୋ ମୋର କଣ୍ଢେଇ। ତୋର କି ପାଉଣା ହବ ନାଇଉଣା ମୋ ଜୀବନ ଥିବା ଯାଏ। ତୁ ହସୁଥିବୁ ନେଇ ମୋ ଆୟୁଷ, ମୁଁ ପଛେ ମରିଯାଏ। পাখর পছে যত দূরে যেতে দূরে দিলে আসিব পাখে। আলো মোর কণ্ঠে, আলো মোর কণ্ঠে, আলো মোর কণ্ঠে, আলো মোর কণ্ঠে। ତତେ ମୁଁ କେଥର କରିବି ମଦ ପିଇବୁନି। ମୋ କଥା କାହିଁ ଶୁଣ କହିଲୁ? ଭଲ ପରା ଦେଖ, ଏ ଭାଇ ଭଉଣୀଙ୍କ ପ୍ରେମକୁ ଦେଖ। ଏମାନଙ୍କ ମୁହଁକୁ ଚାହା ଲାଜ ନାହିଁ। ଭଉଣୀ ଆଇଛି ବୋଲି ମଦୁଆ ଭାଇର ଗୋଡ଼ ତଳେ ଲାଗୁନି। ଭାଉଜ ରଖ ବା ତୋର ସେ ସୁଆଦିଆ ଭାଉଜ ଡାକ। ତୁ ଭାଉଜ ବୋଲି ଡାକିଦେଲେ ଯେମିତି ମୋ ପେଟ ପୁରି ଯିବ। ବିନ୍ଦୁ ତୁ ମଣିଷ ନା ପଶୁରା ବେ? କମଟା ମୋର ଏତେ ଦିନ ପରେ ଭୁବନେଶ୍ୱରରୁ ଘରକୁ ଆଇଛି। ତୁ ତା ଭଲ ମନ୍ଦ କଥା ନ ବୁଝି ତାପରେ ଏମିତି ବିରକ୍ତ ହେଇପାରୁଛୁ? ଯେତେ ଯାହେଲେ ତୋ ପ୍ରକୃତି ତୁ ବଦଳେଇବୁନି। ତୋ ପରକୃତି ବଦଳୁଛି ନା ରେ ବାଡ଼ି ବସା ଜନ୍ତନିଖିଆ। ମଦ ପାଇଁ ତୁ ପରା ମାଇକିନିଆକୁ ବିକି ଦବା ଲୋକ। ବାର ଘରେ କାମ କରି ଠୁଙ୍ଗା ତିଆରି କରି କେତେ କଷ୍ଟରେ ମୁଁ ପଇସା ରୋଜଗାର କରୁଛି। ସବୁ ତ ନେଇ ମଦ ପାଣିରେ ଉଡେଇ ଦଉଛୁ। କାଇଁ ସେତେବେଳେ ତ ତୋ ପରକୃତି ବଦଳୁନି? ଭାଉଜ ତମେ ଟିକେ ଚୁପ୍ ହେଇଯା। ହବା ଜମା ଖଜବାତିଆ ଭଦର ଲୋକ ଦେଖେଇ ହନା। ମୁଁ ତମ ଭାଇ ଭଉଣୀ ଦିଟାକୁ ହାଟେ ହାଟେ ଚିହ୍ନିଛି। କିନ୍ତୁ ତ ପାଟି ଚୁପ କର କହୁଛି। ଖାଲି ମାଇକିନିଆ ଉପରେ ହୁକୁମାତି ଦେଖେଇ ଜାଣିଛୁ। ସେ ସଉଦା ଦୋକାନୀ ମହାପାତ୍ରର ବାକି ପଇସା ଦିଆ ହେଇନି ବୋଲି ସେ ବାଟରେ ଘାଟରେ ତ ମାଇକିନିଆକୁ ବାର କଥା କରି କହୁଛି। କାଇଁ ସେତେବେଳେ ତ ତୋ ପାଟିରୁ ବଚନ ବାହାରୁନି। ଏବେ ମୋ ଉପରେ ଖାଲି ହୁକୁମାତି ଦେଖେଇ ହଉଛି। ମୁଁ ସିନ୍ତିଆ ଝୁଅ ବୋଲି ସେ ସବୁକୁ ସହି ଏଠି ପଡି ରହିଛି। ଆଉ କୋଉ ମାଇକିନିଆ ହେଇଥିଲେ ତ ତଣ୍ଟି ଉପରେ ଗୋଡ ଥଇ ସିଧା ଚାଲି ଯାଇଥାନ୍ତା। ଆରେ ବାବୁଲାଲ ଘରେ ଅଛୁ? ବାବୁଲାଲ ହଁ ଏ ଘରେ ଅଛୁ ନା ବେ? ହଁ ମଉସା ପ୍ରଣାମ। ହାଲୋ ମା କଣ୍ଢେଇ, ଏ ତୁ ବି ଭୁବନେଶ୍ୱରରୁ ଚାଲି ଆଇଛୁ?
ଭଲ ହେଲା କଥାଟା ଧାଜୁଡ଼ିକି ଏଇଠି ଫାଇନାଲ ହେଇଯିବ ଆଉ ଇଏ କଣ ଫିନାଇଲ ହେଇଯିବ କି ମଉସା? ଆଲା ମେ କିନ୍ତୁ କଥାରେ ନାହିଁ ଯୋଉ ବରକୁ ଯୋଉ କନ୍ୟା ବାବୁଲାଲଟା ବାଟରେ ଘାଟରେ ଯେତେ ଦେଖାହବ କହିବ ମଉସା ମୋ ଭଉଣୀ ପାଇଁ ଗୋଟେ ଭଲ ବର ଘର ଦେଖିଲ। ହଁ। ଆରେ ମା କାଲି ଯେମିତି ଭଲ ବରର ସନ୍ଧାନ ପାଇଛି ସକାଳୁ ଉଠି ତ ଧାଜୁଡ଼ିକି ଧାଇଛି ଆଉ ଏକୁଟିଆ ଆସିନି ବା ସାଙ୍ଗରେ ବରର ମୁରବିକି ବି ନେଇ ଭାଇ ଆସିଛି। ତୁ ମଉସା ମନା କରିଦେ ସେ ପ୍ରସ୍ତାବ ଭାଙ୍ଗି ଦିଅନ୍ତୁ ମୁଁ ଏବେ ବାହା ହେବିନି। ବାବୁ ନାଇଁ ମୁଁ ବାହା ହେବିନି। କିଲୋ କାହିଁ ମୁଁ ତ କହୁଛି ମୁଁ ବାହା ହେବିନି। କିଲୋ ରାଜି ହେଇଯାଉନୁ ଛତର ଖାଇ। ମଉସା ସେଠି ଠିକ କରିଛନ୍ତି ମାନେ ତୁ ସେଠି ଅଲବତ ବାହା ହବୁ। ଏ ମଉସା ତମେ ଡାକିଲ ସେ ଭଦ୍ର ଲୋକମାନଙ୍କୁ ସେଇଟାକୁ ଦେଖିକି ଯାଆନ୍ତୁ ମାନେ ଏଇଟା ଯେତେ ଶୀଘ୍ର ଏଠୁ ଯିବ ମୁଁ ଟିକେ ଶାନ୍ତିରେ ନିଶ୍ୱାସ ଆଲୋ ମା ନୋକ କାହାକୁ କହୁଥିଲ ସେ କଣ ନୋକ ଆଉ? ହେସ୍, ଭଗବାନ ସ୍ୱୟଂ ଭଗବାନ ମନ୍ତ୍ରୀ ମାନଗୋବିନ୍ଦ ମାନ୍ଧାତା ସିଏ ଚାହୁଁଛନ୍ତି ତାଙ୍କ ପୁତ୍ରା ଡାନି ସହିତ କଣ୍ଢେଇର ବାହାଘର ହବ। ମତେ କହିବାକୁ ଦେ। କାହା ସହିତ ବାହାଘର ହବ? ଆରେ ଆମ ଡାନି ବାବୁଙ୍କ ସହିତ। ଜାନି ବାବୁ ହଁ। ସେଟା ମନ୍ତ୍ରୀଙ୍କ ପୁତ୍ର ହେଇଥାଇପାରେ କିନ୍ତୁ ସେଇଟା ମୋ କଣ୍ଢେଇର ସ୍ୱାମୀ ହେବା ପାଇଁ ଯୋଗ୍ୟତା ନାହିଁ। ସେଟା ନଷ୍ଟ ଚରିତ୍ର ଲମ୍ପଟଟା। ତମେ ସେମାନଙ୍କୁ କହିଦିଅ ଏ ବାହାଘର ହେଇପାରିବନି ହେଇପାରିବନି ହେଇପାରିବନି। ଏ ବାହାଘର ନହେଲେ ସବୁ ଏପଟ ସେପଟ ହେଇଯିବ। ହେଲା 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 ବୁଝିଲି ବାବୁଲାଲ ମୁଁ ଏମିତି ଗୋଟାଏ ମଣିଷ ମୋ ପୁତୁରା ଝିଆରୀମାନେ ମୋତେ ଆଜି ପର୍ଯ୍ୟନ୍ତ ଯାହା ମାଗିଛନ୍ତି ମୁଁ ତାହା ଦେଇ ଆସିଛି। ଆଉ ତୁ ଯଦି ଏ ବାହାଘର ରାଜି ନ ହଉ ମୋ ପୁତୁରାକୁ ଦେଇଥିବା କଥା ମୁଁ କେବେ ବି ରଖିପାରିବିନି। ଆଉ ମୋ ପୁତୁରାକୁ ଦେଇଥିବା କଥା ନ ରଖିପାରିଲେ ରାଜନୀତି ଭିତରେ ପଲିଟିକ୍ସ ପଶିଯିବ। ମୁଁ କିନ୍ତୁ ଆପଣଙ୍କ ପୁତ୍ର ଡାନିକୁ ବାହା ହେଇପାରିବି। ମୁଁ ଯଦି ବାହା ହେବି ମାନବକୁ ବାହା ହେବି। ମାନବ ପ୍ରେମ ମାନବ ଜୀବନ। ଆମ ଏଇ ଛତର ଖାଇ ସେ ପେରମ ଫେରମକୁ ଭୁଲି ମେନ୍ତିରି ସାହେବଙ୍କ କଥାରେ ରାଜି ହେଇଯା। ଆଉ ଯଦି ତୁ ମେନ୍ତିରି ସାହେବଙ୍କ କଥାରେ ରାଜି ନ ହଉ ସିଧା ତତେ ପିଟି ପିଟି ଘର ବାହାର କରିଦେବି। ଭାଉଜ ତମେ ଏମିତି କଥା କହିପାରୁଛ କେମିତି? ଆଲୋ ମା ତୁ ବୁଝୁନୁ କାହିଁ କହିଲୁ ଏ ମନ୍ତ୍ରୀ ଘରେ ପରା ବୋହୂ ହବା ପାଇଁ ହଜାରେ ହଜାରେ ଝିଅ ନାଇନି ନଗଉଛନ୍ତି। ଆଚ୍ଛା ତୋର କୋଉଠି ଅସୁବିଧା ହଉଛି କହିଲୁ? ଆରେ ବୁଝିଲୁ ବାବୁଲାଲ କଣ୍ଢେଇ ସେ ଘରକୁ ବୋହୂ ହେଇଗଲେ ତୋ ଭାଗ୍ୟ ପୁରା ଝାଡ଼ି ଯୋଡ଼ି ହେଇଯିବ ରେ। ସିରେ କିଛି ନହେଲେ ମନ୍ତ୍ରୀ ସାହେବଙ୍କ ଅନୁରୋଧରେ ୱାର୍ଡ ମେମ୍ବର କି ସରପଞ୍ଚ ହେଇପାରିବୁ ନା। ଏଇଠି ବା ରାଜି ହେଇଯାଉନୁ ଚକନିଖିଆ। ଆମ କଣ୍ଢେଇ ସେଠି ବାହା ହେଲେ ନା ଆମ ଫଟା କବଳଟା ଯୋଡ଼ି ହେଇଯିବ। କୋନ କଣ୍ଢେଇ କଥା ଚିନ୍ତା କରୁଥିଲୁ ଆଜି କରୁଛୁ? ମୋ ଭଉଣୀ କୋଉଠି ବାହା ହବ ମୁଁ ଚିନ୍ତା କରି ତୋର ମୁଣ୍ଡ ପୁରା ଦରକାର ନାହିଁ। ଦେବି ନାକ ଦଉଛୁ କି? ନାଇଁ ବାବୁଲାଲ ନାଇଁ ମନ୍ତ୍ରୀ ସାହେବ କଣ ହେଲା ଆପଣ ଫେରି ଯାଆନ୍ତୁ ଏ ବାହାଘର ହେଇପାରିବ। କଣ କହିଲୁ ବାବୁଲାଲ? ହବନି ତୁ କଣ କହିଲୁ? ବାହାଘର ହେଇପାରିବ। ଏ ବାହାଘର ହେଇପାରିବନି? ଠିକ ଅଛି ବାବୁଲା ଠିକ ଅଛି। ତୁ ମୋର ଗୋଟେ ଛାମୁଆ କର୍ମୀ ବୋଲି ତୋ ଉପରେ ମୋର ଯଥେଷ୍ଟ ଭରସା ଥିଲା। ତୁ ଯେତେବେଳେ ସେ ଭରସାଟାକୁ ଆଜି ଭରସା ବଦଳରେ ପରିଣତ କରିଦେଲୁ ସେତେ ତତେ ମୋର କିଛି କହିବାର। ତୋ କଥା ମାନି ମୁଁ ସିନା ଫେରି ଯାଉଛି କିନ୍ତୁ ଡାନି ଜମା ଫେରିବନି। ତା କଥା ଯାହା କାମଟା ଠିକ ସେଇଆ। ଠିକ ଅଛି ଏ ଖବରଟା ମୁଁ ଡାନିକୁ ଜଣେଇ ଦଉଛି। ଆସ ମର୍ସି ଚାଲ ଭାଇ ଆସ। ଚାଲ। ହରେ ବାବୁଲା ଡାନି ବାବୁଙ୍କ ସହିତ କଣ୍ଢେଇର ବାହାଘର ହେଇଥିଲେ ତୋର କଣଟା କ୍ଷତି ହେଇଯାଇଥାନ୍ତା ଶୁଣେ। ନବୁରେ ପୁଅ ଝାଡ଼ି ଝୁଡ଼ିକି ଏଇନା ବାମ୍ଫ ନବୁ। ଦେଖ ମୋ ମଦୁଆ ଗ୍ୟାରେସ୍ତର ବୁଦ୍ଧି କି ଦେଖ। ମଲା କେଡେ ବଡ଼ ଘର ପରସ୍ତାବଟା ଆସିଥିଲା ହାତ ଛଡ଼ା କରିଦେଲା। ଅନେଇଲୁ ମଦୁଆ ଗ୍ୟାରେସ୍ତ ତ ଭଉଣୀ ଯେମିତି ପେରମ ପେରମ ହଉଛି ନା କୋଉ ଦିନ ଯଦି ପେଟରେ ଛୁଆ ଧରି ନ ବୁଲିବ ଲୋ ମା ତେଣେ ବାବୁ ଘର ବାସନ ପଡ଼ିଥିବ ମୁଁ ଯାଇ ମାଜି ଦେଇ ଆସେ। ମଲା ଏ ଟୋକି ବାହା ହେଲେ କେତେ ନହେଲେ କେତେ। ଭଉଣୀ ପେରମ ଉଛୁଳି ପଡୁଛି ଭଉଣୀ ପ୍ରେମ। ଯା 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 ସିଆଡ଼େ ଗାଡ଼ି ଧକ୍କାରେ ମରିବୁ ଯା। ତୁ ମରିବୁ ଯା ସିଆଡ଼େ।
ଭଲରେ ମତରେ ମାଇକା ତ ମଲୁନ କାହିଁକି ବେ?